ଆଜିର ପ୍ରସଙ୍ଗରେ ଶୁଣନ୍ତୁ ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଆନ୍ତର୍ଜାତୀୟ ରେଡ୍କ୍ରସ୍ ଓ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ମେ ମାସ 8 ତାରିଖକୁ ବିଶ୍ୱ ରେଡ୍କ୍ରସ୍ ଦିବସ ଭାବେ ପାଳନ କରାଯାଇଥାଏ। ମାନବିକ କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସମାଜ ପ୍ରତି ରେଡ୍କ୍ରସ୍ର ଅବଦାନକୁ ସ୍ମରଣ କରିବା ଏବଂ ଏହାର ଅନ୍ତର୍ଜାତୀୟ କମିଟି ପ୍ରତିଷ୍ଠାତା ଜନ୍ ହେନେରୀ ଡୁନାଣ୍ଟଙ୍କ ଜନ୍ମତିଥି ଅବସରରେ ମଧ୍ୟ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଅନ୍ତର୍ଜାତୀୟ କମିଟି ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ତଥା ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥାଏ। ଏଥିସହ ଆବଶ୍ୟକ କ୍ଷେତ୍ରରେ ଏହା ଆଇନ ସହାୟତା ମଧ୍ୟ ପ୍ରଦାନ କରିଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବା। ସଲଫାରିନୋ ଯୁଦ୍ଧରେ ଆହତ ହଜାର ହଜାର ସୈନିକମାନଙ୍କୁ ହେନେରୀ ଡୁନାଣ୍ଟ ଓ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ଅସଂଖ୍ୟ ଜୀବନ ରକ୍ଷା ପାଇଥିଲା। ହେନେରୀ ଡୁନାଣ୍ଟ ମେମୋରି ଅଫ୍ ସଲଫାରିନୋ ନାମକ ପୁସ୍ତକରେ ଏହି ବିଷୟ ଉଲ୍ଲେଖ କରିଥିଲେ। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବାର ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ଏହି ସ୍ୱେଚ୍ଛାସେବୀମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ମଧ୍ୟ ପାଇଥିଲା। ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ହେନେରୀ ଡୁନାଣ୍ଟଙ୍କୁ 1901 ମସିହାରେ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ୍ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963 ମସିହାରେ 3 ଥର ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତରେ ଏବଂ 1936 ମସିହାରେ ଓଡ଼ିଶାରେ ରେଡ୍କ୍ରସ୍ ସ୍ଥାପିତ ହୋଇଥିଲା। ମୁଖ୍ୟତଃ ବିପର୍ଯ୍ୟୟ ପରିଚାଳନା, ପରିବାର ସଂଯୋଗୀକରଣ, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକମାନଙ୍କୁ ସୁରକ୍ଷା ଦେବା ସହିତ ପରସ୍ପର ମଧ୍ୟରେ ଶାନ୍ତି ଓ ମୈତ୍ରୀ ଭାବ ବଜାୟ ରଖିବାରେ ଏହି ସୋସାଇଟି କାର୍ଯ୍ୟ କରିଥାଏ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ମଧ୍ୟ ରେଡ୍କ୍ରସ୍ ସୋସାଇଟି ସାମିଲ ହୋଇଥାଏ। ଛାତ୍ରଛାତ୍ରୀମାନଙ୍କୁ ରେଡ୍କ୍ରସ୍ର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସାମିଲ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ୍ ଏବଂ ବିଦ୍ୟାଳୟଗୁଡ଼ିକରେ ଜୁନିୟର ରେଡ୍କ୍ରସ୍ ବିଭାଗ କାର୍ଯ୍ୟକାରୀ କରାଯାଇଛି। ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ, HIV ସମ୍ବନ୍ଧରେ ସଚେତନତା ବୃଦ୍ଧି, ସ୍ୱେଚ୍ଛାକୃତ ରକ୍ତଦାନ, ଚାରାରୋପଣ, ନିଶା ନିବାରଣ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ସେହିଭଳି ବିପର୍ଯ୍ୟୟ ସମୟ, ରଥଯାତ୍ରା, ବାଲିଯାତ୍ରା ଆଦି ବିଭିନ୍ନ ମେଳା ମହୋତ୍ସବରେ ରେଡ୍କ୍ରସ୍ ତାଲିମପ୍ରାପ୍ତ ସଦସ୍ୟ ସ୍ୱେଚ୍ଛାକୃତ ଭାବେ ଉପସ୍ଥିତ ରହି ନିଃସ୍ୱାର୍ଥପର ଭାବେ ସେବା ପ୍ରଦାନ କରିଥାନ୍ତି। ସାଧାରଣ ଜନତା, ବିଭିନ୍ନ କଳକାରଖାନାର କର୍ମଚାରୀ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନର ଅଧିକାରୀମାନେ ମଧ୍ୟ ଆପଦ ସମୟର ମୁକାବିଲା ଦିଗରେ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଗ୍ରହଣ କରିଥାନ୍ତି। ଏପରିକି ଏଥିପାଇଁ ବହୁ ସାଧାରଣ ବ୍ୟକ୍ତି ୟୁଥ୍ ରେଡ୍କ୍ରସ୍ର କାଉନସିଲର, ଜୁନିୟର ରେଡ୍କ୍ରସ୍ କାଉନସିଲର, ଜାତୀୟ ରେଡ୍କ୍ରସ୍ ନିୟମ ଅନୁଯାୟୀ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଏବଂ ମାଷ୍ଟର ପ୍ରଶିକ୍ଷକ ଭାବେ ବହୁ ବର୍ଷ ଧରି ରେଡ୍କ୍ରସ୍ ସୋସାଇଟି ସହ ଜଡ଼ିତ ଅଛନ୍ତି। ପ୍ରାଥମିକ ଚିକିତ୍ସା ଅଭାବରୁ ଯେପରି କାହାର ମୃତ୍ୟୁ ନ ହୁଏ, ଏହାକୁ ଦୃଷ୍ଟିରେ ରଖି ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ଏଭଳି ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ପାଳନ ଅବସରରେ ରେଡ୍କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଦମ୍ୟ ସାହସ ଏବଂ କାର୍ଯ୍ୟଦକ୍ଷତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରେଡ୍କ୍ରସ୍ ପ୍ରତିନିଧିତ୍ୱ କରୁଥିବା ମାନବିକତା, ନିରପେକ୍ଷତା ଏବଂ ସ୍ୱେଚ୍ଛାସେବୀ ସେବାର ଆଦର୍ଶକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ରେଡ୍କ୍ରସ୍ ଏ କ୍ଷେତ୍ରରେ ଅଧିକ ଉନ୍ନତ କାର୍ଯ୍ୟ କରିପାରୁଛି। ଦୃଷ୍ଟିବାଧିତ ଏବଂ ବଧିର ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇ ଫାଷ୍ଟ ଏଡ୍ ମାଷ୍ଟର ପ୍ରଶିକ୍ଷକ ଭାବେ ପ୍ରସ୍ତୁତ କରାଯାଇଛି। ଏହି ତାଲିମ ବ୍ୟବସ୍ଥାକୁ ପ୍ରଥମେ ରେଡ୍କ୍ରସ୍ ଏବଂ ପରେ ମହିଳା ଏବଂ ଶିଶୁ କଲ୍ୟାଣ ସମିତି CWDSC ବ୍ରେଲି ଭାଷାରେ ପ୍ରସ୍ତୁତ କରି ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇପାରିଛନ୍ତି। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ନିଃସ୍ୱାର୍ଥପର ଭାବେ ସେବା ପ୍ରଦାନ ମାଧ୍ୟମରେ ଜୀବନ ବଞ୍ଚାଇବାରେ ରେଡ୍କ୍ରସ୍ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାଏ। ରେଡ୍କ୍ରସ୍ର ଆଦର୍ଶ, ଚିନ୍ତାଧାରା, ସେବା ମନୋଭାବକୁ ଆପଣାଇ ଏକ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନରେ ଆସନ୍ତୁ ବ୍ରତୀ ହେବା।